କାହାଣୀ ଅବଲକରା କଥା। କାହାଣୀର ପରିଶେଷରେ ତୀର୍ଥବାରୀ ସର୍ବଜ୍ଞତା ପଣ୍ଡିତ ଶିରୋମଣି ଶ୍ରୀ ସଦାଶିବ ଶର୍ମା ତିରୁପତି ବୁଲିବା ଭିତରେ କିଛି ଆସନ୍ତା ଦିନ କଥା ଅନୁଭବ କରିପାରିଥିଲେ, ଯାହା ପାଇଁ ସେ ଅନ୍ୟତ୍ର ନ ଯାଇ ସେହିଠାରୁ ଅବଲକରାକୁ ଧରି ପୁରୁଷୋତ୍ତମକୁ ଫେରିବା ଠିକ୍ କରିଲେ। ପଣ୍ଡିତଙ୍କୁ ଚତୁର୍ଥ ଅବସ୍ଥା ହୋଇଯାଇଥିଲା। ସେ ଖୁବ୍ ଅସୁସ୍ଥ ମଧ୍ୟ ଜଣାଯାଉଥିଲେ। ପଣ୍ଡିତଙ୍କର ଅସୁସ୍ଥତା ଦେଖି ଅବଲକରା ମଧ୍ୟ ବ୍ୟସ୍ତ ହୋଇ ଉଠିଥିଲା, କାରଣ ପଣ୍ଡିତଙ୍କୁ ସେ ଦେବତୁଲ୍ୟ ଓ ଅତି ଆପଣାର ମନେ କରୁଥିଲା। ପୁରୁଷୋତ୍ତମରେ ଆସି ପହଞ୍ଚି ଯାଇଥିଲେ। ଖବର ପାଇ ଅବଲକରାର ସ୍ତ୍ରୀ ଉଦଣ୍ଡୀ ଓ ତା'ର ଜେଜ ଦୁହେଁ ଆସି ପଣ୍ଡିତ ଓ ଅବଲକରାକୁ ଘରକୁ ପାଛୋଟି ନେଲେ। ପଣ୍ଡିତେ ବିଛଣା ଧରିଲେ। ଅବଲକରାକୁ ବହୁ ହିତ ଉପଦେଶ ଦେଇ କହିଲେ, ଉଦଣ୍ଡୀ, ତୋର ଲକ୍ଷ୍ମୀ ଠାକୁରାଣୀରେ ଅବଲକରା, ତା ଉପରେ ରାଗି ଘର ଛାଡ଼ି କେବେ କେଉଁଠିକୁ ଯିବୁ ନାହିଁ। ତୋର ଯେଉଁ ପୁଅ ହେବ ସେ ମୋ ଠାରୁ ବଡ଼ ପଣ୍ଡିତ ହେବ। ପଣ୍ଡିତଙ୍କ ମୁଖରୁ ଏତିକି ଶୁଣିବା ମାତ୍ରେ ଅବଲକରା ସାଷ୍ଟାଙ୍ଗ ପ୍ରଣିପାତ କରିଥିଲା। ପଣ୍ଡିତେ ଆଶୀର୍ବାଦ କରିଥିଲେ, ଏଥର ଆଣିଥିବା ସୁନା ମୋହରକୁ ଅବଲକରାକୁ ଏକ ଧର୍ମଶାଳା ତୋଳାଇ ତୀର୍ଥଯାତ୍ରୀରେ ରହିବା ଲାଗି ସୁବିଧା କରାଇବାକୁ ବରାଦ ଦେଇଥିଲେ। ସତରେ ଅବଲକରା ହୋଇଯାଇଥିଲା ସୁନ୍ଦର ସରଳ ବୋଲକରା। ପଣ୍ଡିତଙ୍କ କଥା ମାନି ସ୍ତ୍ରୀ ଉଦଣ୍ଡୀର କଥାରେ ଉଠବସ ହେବାକୁ କୁଣ୍ଠାବୋଧ କରୁନଥିଲା। ଅବଲକରା ଉଦଣ୍ଡୀ ସତରେ ଏକ ଛୋଟ ସରଳ ସୁନ୍ଦର ପରିବାର ହୋଇ ଉଠିଥିଲେ। ଉଦଣ୍ଡୀ ପିତୃତୁଲ୍ୟ ସେବା କରୁଥିଲା ପଣ୍ଡିତଙ୍କୁ। ପ୍ରଥମେ ଉଦଣ୍ଡୀର ଜେଜେ ମରିଗଲେ। ଏହାପରେ ପଣ୍ଡିତ ସଦାଶିବ ଶର୍ମାଙ୍କର ଶେଷ ନିଶ୍ୱାସ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରରେ। ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ କହିସାରି ଶେଷ ହୋଇଗଲେ। ଉତ୍କଳର ଏକ ସ୍ମରଣୀୟ ତାରକା ପରି ପଣ୍ଡିତେ କାଳ କାଳକୁ ଲୋକ ସାହିତ୍ୟରେ ବଞ୍ଚି ରହି ଆସିଛନ୍ତି। ଅବଲକରା ଖୁବ୍ ସୁଖରେ ଧନୀ ପରିବାର ପରି ଦାନ ଧ୍ୟାନ ଆଉ ଅତିଥି ସେବା କରି କାଳ କାଟିଛି। ପରେ ଗୋଟିଏ ପୁଅ ଖୁବ୍ ବିଜ୍ଞ ହୋଇ ଜନ୍ମ ହୋଇଥିଲେ। ପରବର୍ତ୍ତୀ କାଳରେ ସେ ଉଦୟଭାନୁ ନାମକ ଜଣେ ମହାଜ୍ଞାନୀ ଓ ମହାପଣ୍ଡିତ ହୋଇଥିଲା। ଏହା ଥିଲା ଶିବଶର୍ମାଙ୍କର ଆଶୀର୍ବାଦ ଓ ସେବାର ଫଳ। ଏତିକି ଜାଣନ୍ତି ଲୋକ ସାହିତ୍ୟରେ କାହାଣୀ ଅବଲକରା। ଅବଲକରାର ସଂସାର କଥା କେଉଁଠି ହୋଇନି ଧରା। ଅନେକ ଦରାଣ୍ଡି ପାଇଛି ଯାହା ମୁଁ ଲେଖିଲି ଭାଷାରେ ଯଖି। ପାଠକ ପାଠିକା କରିଲେ ଆଦର, ହୋଇବ ଜଗତେ ସୁଖୀ। ଏତିକିରେ କଥା କରୁଅଛି ଶେଷ, ଦୋଷ ଥିଲେ କ୍ଷମା ଦେବ। ତମରିମାନଙ୍କ ପାଇଁ ଦିନ ସରେ, ଭାଷେ ଦିନ ବିଷ୍ଣୁଦେବ। ଫୁଲ ଫୁଟେ କେତକୀ ମୋ କଥାଟି ଏତିକି, ଜହ୍ନି ଫୁଲ ଠୋ ଠା ମଲ୍ଲି ଫୁଲ ମହକା। ଅବଲକରା କାହାଣୀ ଶେଷ, ଆଉ ରହିନି ବହକା।